ଯୁକ୍ତ 2 ପରୀକ୍ଷା ଫଳକୁ ନେଇ ଆସିଗଲା ବହୁତ ବଡ଼ ଖୁସି ଖବର। ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବାକୁ ଯାଉଛି ପ୍ଲସ୍ ଟୁ ପରୀକ୍ଷା ଫଳ। ଆପଣ ଜାଣିଛନ୍ତି ଏବେ ରିସେଣ୍ଟଲି ମ୍ୟାଟ୍ରିକ୍ ରିଜଲ୍ଟ ପ୍ରକାଶ ପାଇଥିଲା ଏବଂ ପ୍ଲସ୍ ଟୁ ଛାତ୍ରଛାତ୍ରୀମାନେ ମଧ୍ୟ ଚାହିଁ ବସିଛନ୍ତି କେବେ ସୁଦ୍ଧା ରିଜଲ୍ଟ ପ୍ରକାଶ ପାଇବ। ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ତାରିଖ ସୁଦ୍ଧା ବାହାରିବ ରିଜଲ୍ଟ। ତ କ'ଣ ରହିଛି ସମ୍ପୂର୍ଣ୍ଣ ଖବର, ଯାହା ଆମେ ଭିଡ଼ିଓ ମାଧ୍ୟମରେ ଜାଣିବା। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁ ଜାଣିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ରହିଛି। ଏକଥା ଆପଣ ଜାଣିଥିବେ, ଚଳିତ ବର୍ଷ ଫେବୃଆରୀ 19 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖରେ ଶେଷ ହୋଇଥିଲା। ତେବେ ଚଳିତ ବର୍ଷ 5,61,979 ଜଣ ଛାତ୍ରଛାତ୍ରୀ 382ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଏହାଛଡ଼ା ଆପଣ ଜାଣି ରଖନ୍ତୁ, ସରକାରଙ୍କ ସୂଚନା ଅନୁସାରେ ଗୋଟିଏ ଦିନରେ ଏଥର ସମସ୍ତ ରିଜଲ୍ଟ ପ୍ରକାଶ ପାଇବ, ଯାହାକି ଆର୍ଟ୍ସ, କମର୍ସ ଓ ସାଇନ୍ସ ରିଜଲ୍ଟ ଗୋଟିଏ ଦିନରେ ପ୍ରକାଶ ପାଇବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଏହି ମେ ମାସର ତୃତୀୟ ସପ୍ତାହ ସୁଦ୍ଧା ପ୍ଲସ୍ ଟୁ ରିଜଲ୍ଟ ପ୍ରକାଶ ପାଇବ, ଯାହାକି ବୋର୍ଡ଼ ପକ୍ଷରୁ ଏକ ସୂଚନା ରହିଛି। ତ ଏମିତି ଭିଡ଼ିଓ ଆଗକୁ ଆମ ଚ୍ୟାନେଲ୍ ମାଧ୍ୟମରେ ଦେଖିବା ପାଇଁ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରି ରଖନ୍ତୁ।